ଶ୍ରଦ୍ଧାରୁ ଜ୍ଞାନ ମିଳିଥାଏ, ନମ୍ରତାରୁ ମାନ ମିଳିଥାଏ ଏବଂ ନିଜ ଯୋଗ୍ୟତାରୁ ସ୍ଥାନ ମିଳିଥାଏ। ଯେତେବେଳେ ଏହି ତିନୋଟି ଯାକ ମିଶିଯାଏ ସେତେବେଳେ ମଣିଷକୁ ସମ୍ମାନ ମିଳିଥାଏ। ସାହାଯ୍ୟ ଏପରି ଏକ ଭାଷା ଅଟେ ଯାହାକୁ ବଧିର ଲୋକଟିଏ ଶୁଣିପାରେ, ଅନ୍ଧ ଲୋକଟି ଦେଖିପାରେ। ପ୍ରତ୍ୟେକ ଖରାପ ସମୟ ମଣିଷକୁ କଷ୍ଟ ଦେଇଥାଏ ସତ, କିନ୍ତୁ ପ୍ରତ୍ୟେକ କଷ୍ଟ ମଣିଷକୁ କିଛି ଶିକ୍ଷା ଦେଇଥାଏ, ଆଉ ସେହି ଶିକ୍ଷା ମଣିଷକୁ ବଦଳେଇ ଦିଏ। ଭଲ ପାଇବା ଏପରି ଏକ ଅନୁଭବ ମଣିଷ ନିଜକୁ ଭୁଲିଯାଏ ଆଉ କାହାକୁ ଖୁସି କରିବାକୁ। ଆଜିକାଲି ହସ ବି ଦୁଇ ପ୍ରକାରର, ଗୋଟିଏ ପ୍ରାକୃତିକ ଯାହା ମଣିଷ ସତରେ ହସେ, ଆଉ ଗୋଟିଏ କୃତ୍ରିମ ଯାହା ମଣିଷ ନିଜ ଦୁଃଖକୁ ଲୁଚେଇବା ପାଇଁ ହସେ। ବହୁତ ଖାସ୍ ହୋଇଥାନ୍ତି ସେ ଲୋକ ଯେ ଆପଣଙ୍କ କଥାରୁ ଆପଣଙ୍କ ଦୁଃଖ ଆଉ ସୁଖ କ'ଣ ଜାଣିପାରେ। ମୃତ୍ୟୁ ଆଉ ପ୍ରେମ ଭିତରେ ଗୋଟିଏ ସମାନତା ଅଛି, ଏ ଦୁହେଁ ନ ଜଣେଇ ଜୀବନକୁ ଚାଲି ଆସନ୍ତି। ଯେଉଁ ମଣିଷ କାନ୍ଦି କାନ୍ଦି ରାଗରେ ସବୁ କିଛି କହିଦେଇଥାଏ, ବିଶ୍ୱାସ କର ସେ ସଚ୍ଚୋଟ ହିଁ ହୋଇଥାଏ। କାହିଁକି ନା ରାଗ ଆଉ ଲୁହ ମଣିଷକୁ ସତ କହିବାକୁ ବାଧ୍ୟ କରିଥାଏ। ଯେଉଁଠି ଭୁଲ ନାହିଁ ସେ ଜାଗାରେ ନଇଁବେ ନାହିଁ, ଆଉ ଯେଉଁଠି ସମ୍ମାନ ନାହିଁ ସେ ଜାଗାରେ କେବେ ରହିବେ ନାହିଁ। ଜୀବନରେ ଏକୁଟିଆ ଚାଲିବା ଶିଖ, କାହିଁକି ନା ସାହାରା ଯେତେ ବି ସଚ୍ଚୋଟ ହୋଇଥାଉ ନା କାହିଁକି ଦିନେ ନା ଦିନେ ସାଥ ଛାଡ଼ି ଦେଇଥାନ୍ତି। ସମ୍ପର୍କ ଯଦି ହୃଦୟରୁ ଯୋଡ଼ା ଯାଇଥାଏ ତେବେ ତାହା କେବେ ବି ଛିଣ୍ଡି ନଥାଏ, ଆଉ ଯଦି ଆବଶ୍ୟକତାରୁ ଯୋଡ଼ା ଯାଇଥାଏ ଯେତେ ବାନ୍ଧି ରଖିଲେ ବି ତାହା ଛିଣ୍ଡି ଯାଇଥାଏ। ପ୍ରେମରେ ଯଦି ଲୋହ ଆସିଯାଏ ତେବେ ବୁଝିଯାଆନ୍ତୁ ଯେ ପ୍ରେମ ସଚ୍ଚା। ବହୁତ କଷ୍ଟ ହୁଏ ଯେବେ ଆପଣଙ୍କୁ ବୁଝିବା ବାଲା ଭୁଲ ବୁଝିଥାଏ। ସମସ୍ତଙ୍କୁ ସବୁ କଥାର ଜବାବ ଦେବା ଜରୁରୀ ନୁହେଁ। ବହୁତ ଜାଗାରେ ହୃଦୟକୁ ପଥର କରିଦେବାକୁ ପଡ଼ିଥାଏ, ଅଣଦେଖା ବି କରିବାକୁ ପଡ଼ିଥାଏ। କାହିଁକି ନା ସବୁ ଲୋକ ଆପଣଙ୍କୁ ବୁଝିପାରିବେ ନାହିଁ, ଆଉ ସବୁ ଲୋକଙ୍କୁ ଆପଣ ବୁଝେଇ ପାରିବେ ନାହିଁ। କାହାକୁ କନ୍ଦେଇ କେହି କେବେ ହସି ପାରିନି, ଏହା ବିଧିର ବିଧାନ ଯାହା ଆଜି ଯାଏ କେହି ବି ବୁଝିପାରିନି। ଭଲ ସମୟ କେବେ ବି ଆସିନଥାଏ, ତାକୁ ବନେଇବାକୁ ପଡ଼ିଥାଏ। ଯଦି ଆପଣ ନିଜଠାରୁ ହାରି ନାହାନ୍ତି ତେବେ ବିଜୟ ଆପଣଙ୍କର ହିଁ ହେବ। ସ୍ୱାର୍ଥର ସମ୍ପର୍କ ଠାରୁ ଭଲ ଜୀବନରେ ଏକୁଟିଆ ରହିଯିବା। ଅନ୍ୟର ଗୋଲାମ ବନିକି ଖୁସି ରହିବା ଅପେକ୍ଷା ସ୍ୱାଧୀନ ରହିକି ନିଜ ଦୁଃଖ କଷ୍ଟର ସାମ୍ନା କରିବା ଉଚିତ। ସତ ଭଲ ପାଇବାରେ ପ୍ରେମ ମିଳୁ କି ନ ମିଳୁ, କିନ୍ତୁ ଜୀବନ ସାରା ଭାବିବା ପାଇଁ ଗୋଟିଏ ଚେହେରା ନିଶ୍ଚୟ ମିଳିଯାଏ। ଯେଉଁ ସମ୍ପର୍କରେ ତୁମର ମୂଲ୍ୟ ନଥାଏ ସେହି ସମ୍ପର୍କକୁ ଚୁପଚାପ ଛାଡ଼ିଦେବା ହିଁ ଭଲ। ଜୀବନରେ ଯଦି ପାରୁଛନ୍ତି ତ ଅନ୍ୟକୁ ସାହାଯ୍ୟ କରିବାକୁ କେବେ ହେଲେ ପଛାନ୍ତୁ ନାହିଁ। ଆଉ ହଁ, ସେହି ବ୍ୟକ୍ତି ଭବିଷ୍ୟତରେ କେବେ ଆପଣଙ୍କୁ ସାହାଯ୍ୟ କରିବ ସେହିପରି ଆଶା ମଧ୍ୟ କେବେ କରନ୍ତୁ ନାହିଁ। ଆମେ ଅନ୍ୟର ବିପଦ ସମୟରେ ସାହାଯ୍ୟ କରିଥିଲେ କେହି ନା କେହି ଆମ ବିପଦ ସମୟରେ ସାହାଯ୍ୟ କରିବା ପାଇଁ ନିଶ୍ଚୟ ପହଞ୍ଚିଯିବ। ମଣିଷ ଦିନେ ଉପରକୁ ଚାହିଁ ପଚାରିଲା, ହେ ଭଗବାନ, ଆପଣଙ୍କ ପ୍ରେମ ଆଉ ମୋ ପ୍ରେମ ଭିତରେ ଫରକ କ'ଣ? ଭଗବାନ ଉତ୍ତର ଦେଇ କହିଲେ, ଶୁଆ ଯେବେ ଆକାଶରେ ବିନା କୌଣସି ଚିନ୍ତାରେ ଉଡ଼େ ତାହା ହେଉଛି ମୋ ପ୍ରେମ, ଆଉ ଶୁଆଟି ଯେବେ ପଞ୍ଜୁରୀରେ ବନ୍ଦୀ ହୋଇଯାଏ ତାହା ହେଉଛି ତୁମ ପ୍ରେମ। ଶତ୍ରୁଠାରୁ ବି ଭୟଙ୍କର ସେହି ସମ୍ପର୍କ ଯେ ଛାତିରେ ରହି ହୃଦୟକୁ ଛୁରୀ ମାରେ। କେବେ ବି କାହା ଭାବନା ସହ ଖେଳ ନାହିଁ। ହୋଇପାରେ ତୁମେ ଖେଳି ଜିତିଯିବ, କିନ୍ତୁ ଏଇଟା ତ ପକ୍କା କି ତୁମେ ତା ନଜରରେ ସବୁଦିନ ପାଇଁ ହାରିଯିବ। ଛଳ କପଟ ଆଉ ପାପ ସେତିକି କର ଯେତିକି ଆପଣ ଭୋଗି ପାରିବେ, କାହିଁକି ନା ପ୍ରକୃତି କାହାକୁ ଛାଡ଼ି ନଥାଏ। ସମସ୍ତଙ୍କର ହିସାବ ଏଇ ମାଟିରେ ହିଁ ହୋଇଥାଏ। ଯଦି ଆପଣଙ୍କର କେହି ଶତ୍ରୁ ନାହାନ୍ତି ତେବେ ଏହାର ଅର୍ଥ ହେଉଛି ଆପଣ ସେ ଜାଗାରେ ବି ଚୁପ୍ ରହିଥିଲେ ଯେଉଁଠି ଆପଣଙ୍କୁ ସତ କହିବା ଜରୁରୀ ଥିଲା। ଯେତେବେଳେ ଆପଣ ଦୋଷ ନ କରି ମଧ୍ୟ ଦୋଷୀ ହୋଇଯାଆନ୍ତି ସେତେବେଳେ ଚିତ୍କାର ନ କରି ଆପଣଙ୍କୁ ଧୈର୍ଯ୍ୟ ରଖିବା ଆବଶ୍ୟକ, କାରଣ
ଧୈର୍ଯ୍ୟ ଆପଣଙ୍କୁ ଶାନ୍ତ ରଖିବ ଏବଂ ଜଣେ ଶାନ୍ତ ଲୋକ ଉଚିତ ବୁଦ୍ଧି ଦ୍ୱାରା ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିପାରିବ। ବଡ଼ ପାଟି କଲେ ଆପଣ ନିର୍ଦ୍ଦୋଷ ତ ହେବେ ନାହିଁ, ବରଂ ସେଥିପାଇଁ ଆପଣଙ୍କ ଏନର୍ଜି ଏବଂ ସମ୍ମାନ ଉଭୟ ନଷ୍ଟ ହେବ। ହରେଇବା ଲୋକ ଯଦି ନିଜର ହୁଏ ତ ସମ୍ଭାଳିବାକୁ ସମୟ ହିଁ ଲାଗିବ। କାହାକୁ ବାଧ୍ୟ କରନି କି ସେ ତୁମ ସହ କଥା ହେଉ ବୋଲି। କିଛି ଦିନ ଚୁପ୍ ରହିକି ଦେଖ ତାଙ୍କ ଜୀବନରେ ତୁମର ମୂଲ୍ୟ କେତେ। ପିଲାଦିନ କେତେ ଭଲ ଥିଲା, ସେତେବେଳେ ଖେଳନା ହିଁ ଜୀବନ ଥିଲା, ଆଉ ଏବେ ଜୀବନ ହିଁ ଖେଳନା ହୋଇଯାଇଛି। ନିଜକୁ ହରେଇ ଅନ୍ୟକୁ ପାଇବା ପ୍ରେମ ନୁହେଁ, ମୂର୍ଖାମି ହୋଇଥାଏ। କିଛି ଲୋକ ଏମିତି ବି ଅଛନ୍ତି ଯିଏ ଆମ ସାମ୍ନାରେ କେବଳ ଆମର ହେବାର ଅଭିନୟ କରନ୍ତି। ଏହି ଦୁନିଆରେ ସବୁକିଛି ସମ୍ଭବ ଅଟେ, କେବଳ ନିଜ ଉପରେ ବିଶ୍ୱାସ ଥିବା ଦରକାର। ଭଲ ହେଇଛି ଆଜି ଆଇନାରେ କେବଳ ଚେହେରା ଦେଖାଯାଉଛି। ଯଦି ନିଜ ଚରିତ୍ର ଦେଖାଯାଉଥାନ୍ତା, ଏଠି କିଛି ଲୋକ ଆଇନା ଦେଖିବା ହିଁ ଛାଡ଼ି ଦେଇଥାନ୍ତେ। ଜୀବନରେ କେବେ ବି କାହାକୁ ଦୋଷ ଦିଅ ନାହିଁ। ଭଲ ଲୋକଙ୍କ ଠାରୁ ଖୁସି ମିଳିଥାଏ, ଖରାପ ଲୋକଙ୍କ ଠାରୁ କିଛି ଶିଖିବାକୁ ମିଳିଥାଏ। ଟିକେ ଧ୍ୟାନର ସହ ସମ୍ପର୍କ ଗଢ଼ନ୍ତୁ। ଏଠି ଦେଖେଇ ହେଉଥିବା ଲୋକ ବହୁତ ଅଧିକ ଅଛନ୍ତି, ସାଥ ଦେବା ଲୋକ ବହୁତ କମ୍ ଅଛନ୍ତି। ଯେଉଁ ଲୋକ ନିଜ ପାଖରୁ ଧୋକା ଖାଇଥାଏ, ସେ ନିଜ ଲୋକଙ୍କ ପାଖରୁ ଦୁଃଖ କଷ୍ଟ ପାଇଥାଏ। ସେ ଲୋକ ନିଜକୁ ବହୁତ ମଜବୁତ କରି ନେଇଥାଏ, ହୃଦୟରୁ ବି ଆଉ କଥାରୁ ବି। ଆଶା ବହୁତ କଷ୍ଟ ଦେଇଥାଏ, କିନ୍ତୁ କେଜାଣି କାହିଁକି ଏ ମନରେ ବହୁତ ଆଶା ରହିଥାଏ। ଅଧିକ ଦୁଃଖ ତ ସେତେବେଳେ ଲାଗେ ଯେତେବେଳେ ଅନ୍ୟ କାହା ପାଇଁ ଆମେ ନିଜକୁ ବଦଳେଇ ଦେଉ, ଆଉ ସିଏ ହିଁ ଆମକୁ ଗୁରୁତ୍ୱ ଦିଏ ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କ କଥା ଶୁଣ, ଆଉ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ କିଛି ଶିଖ। କାହିଁକି ନା ସମସ୍ତେ ସବୁ କିଛି ଜାଣିନଥାନ୍ତି, ହେଲେ ପ୍ରତ୍ୟେକ ମଣିଷ କିଛି ନା କିଛି ତ ଜାଣିଥାନ୍ତି। ଜୀବନରେ ତ ଆମକୁ ବହୁତ କିଛି ମିଳେ, ଆଉ କିଛି ମିଳେ ନାହିଁ, କିନ୍ତୁ ଆମ ମନରେ ପାଇବାର ସୁଖ ଠାରୁ ଅଧିକ ହରେଇବାର ଦୁଃଖ ଥାଏ। ଯେଉଁମାନେ ଗୋଟିଏ ସଚ୍ଚୋଟ ବ୍ୟକ୍ତିର ହୃଦୟ ଭାଙ୍ଗି ଆଉ କାହା ପାଖକୁ ଖୁସି ଖୋଜିବାକୁ ଯାଆନ୍ତି, ସେମାନେ ସଦାବେଳେ ଧୋକା ହିଁ ପାଆନ୍ତି। ମତଲବୀ ସମ୍ପର୍କ ତ ମାତ୍ର ଏତିକି କାହାଣୀ, ଭଲ ସମୟରେ ପ୍ରଶଂସା ଆଉ ଖରାପ ସମୟରେ ଭୁଲ ଚାହାଣୀ। ଅନ୍ୟକୁ ବିଶ୍ୱାସ କର, କିନ୍ତୁ ଅନ୍ୟ ଉପରେ ନିର୍ଭର ରୁହ ନାହିଁ। ଯିଏ ରାଗରେ ଭୁଲ କରନ୍ତି ସିଏ ବଦଳି ଯାଆନ୍ତି, ହେଲେ ଯିଏ ଆତ୍ମଗର୍ବରେ ଭୁଲ କରନ୍ତି ସେ କେବେ ବଦଳନ୍ତି ନାହିଁ। ସମୟ ସହ ଯଦି ସମ୍ପର୍କ ବଦଳିଯାଏ, ତାହେଲେ ବୁଝିନେବେ ଯେ ସେ ସମ୍ପର୍କ ହିଁ ନଥିଲା, ଥିଲା କେବଳ ପ୍ରୟୋଜନ। ସମସ୍ତେ ଏଠି ନିଜର ଭଳି ଲାଗନ୍ତି, କିନ୍ତୁ ପ୍ରକୃତରେ କିଏ ନିଜର ତାହା ସମୟ ହିଁ ଜଣେଇଥାଏ। ପ୍ରେମ ହେବା ପାଇଁ କିଛି ସମୟ ଲାଗିଥାଏ, କିନ୍ତୁ ପ୍ରେମକୁ ଭୁଲିବା ପାଇଁ ସାରା ଜୀବନ ଲାଗିଥାଏ। ଗୋଳିଆ ପାଣିକୁ ଚହଲାଇଲେ କିଛି ଲାଭ ନାହିଁ, ତାକୁ ସ୍ଥିର କରି ରଖିଦିଅନ୍ତୁ, ଦେଖିବେ ମଇଳା ସବୁ ଆପେ ଆପେ ତଳେ ବସିଯିବ। ସେହିପରି ଜୀବନରେ ବିପତ୍ତି ଆସିଲେ ନ ଡରି ଶାନ୍ତ ରହି ବିଚାର ବିମର୍ଶ କରନ୍ତୁ, ଉପାୟ ନିଶ୍ଚୟ ମିଳିବ। ଜୀବନରେ କେତେ ବି ଦୁଃଖ ଆସୁ, ତାକୁ ଦେଖି କେବେ ନିରାଶ ହୁଅ ନାହିଁ କି ଭାଙ୍ଗି ପଡ଼ ନାହିଁ। କାହିଁକି ନା ଆପଣ ଯେତେ ବି ଚେଷ୍ଟା କରି ନିଅ, ଦୁଃଖ ଆପଣଙ୍କର ପିଛା ଛାଡ଼ିବ ନାହିଁ। ସେଥିପାଇଁ ସବୁବେଳେ ସମସ୍ୟାର ସାମ୍ନା କର, ସମସ୍ୟାକୁ ଦେଖି କେବେ ଡରି ଯାଅ ନାହିଁ। କାହାକୁ କିଛି ବାଧିଲା ଭଳି କଥା କହିବା ପୂର୍ବରୁ ଥରେ ଏହି କଥା ଭାବନ୍ତୁ କି ଯଦି ସେହି କଥା ଆପଣଙ୍କୁ କେହି କୁହେ ତ ଆପଣଙ୍କୁ କେମିତି ଲାଗିବ। ଭୁଲଟିଏ ଛୋଟ ହେଉ ଅବା ବଡ଼, ତାହା ଭୁଲ ହିଁ ହୋଇଥାଏ। ତାକୁ ଅଣଦେଖା ନ କରି ସୁଧାରିବା ଆବଶ୍ୟକ, ଯେପରି ତାହା କୌଣସି ଅପରାଧରେ ପରିଣତ ନ ହେବ। ଜୀବନରେ ସଫଳ ହେବାକୁ ହେଲେ ସବୁଠାରୁ କଷ୍ଟ ଲାଗୁଥିବା କାର୍ଯ୍ୟକୁ ପ୍ରଥମେ କରିବାକୁ ହେବ। ସୁଖ ଏବଂ ଦୁଃଖ ସମସ୍ତଙ୍କ ଜୀବନରେ ଆସିଥାଏ। ଗର୍ବ କରନ୍ତୁ ନାହିଁ ଯେତେବେଳେ ସୁଖ ଆପଣଙ୍କ ପାଖକୁ ଆସିଥାଏ, ଆଉ ଦୁଃଖ ସମୟରେ ଟିକେ ଅପେକ୍ଷା କରନ୍ତୁ, ସୁଖ ନିହାତି ଭାବରେ ଆସିବ। ଜୀବନରେ ସମୟ କଟେଇବା ପାଇଁ ବନ୍ଧୁତା କର ନାହିଁ,
ବରଂ ବନ୍ଧୁଙ୍କ ସହିତ ସମୟ କଟେଇବା ପାଇଁ ସମୟ ବାହାର କରନ୍ତୁ। ଜିଦି ଦରକାର କେବଳ ଜିତିବା ପାଇଁ, ନହେଲେ ହାରିବା ପାଇଁ ତ ଗୋଟିଏ ଡର ହିଁ ଯଥେଷ୍ଟ। ସମୟ କିଏ ଦେଉ କି ନ ଦେଉ ସେଥିରେ କିଛି ଯାଏ ଆସେ ନାହିଁ, କିନ୍ତୁ ତୁମେ ତୁମ କର୍ତ୍ତବ୍ୟ କରିଚାଲ, ସମୟ ତାର ଠିକ୍ ଜବାବ ଦେବ। 7ଟି ଅମୂଲ୍ୟ ଶିକ୍ଷା ଜୀବନରେ କ'ଣ କରିବେ ନାହିଁ। ବିନା ନିମନ୍ତ୍ରଣରେ କୌଣସି ସ୍ଥାନକୁ ଯିବେ ନାହିଁ। ଯାଚିକରି ଓଳିକି ବା ଦଣ୍ଡବତ କରିବେ ନାହିଁ। ଆଦର ସ୍ନେହ ନଥିବା ଜାଗାରେ ଭୋଜନ କରିବେ ନାହିଁ। ନ ପଚାରିଲେ ଉପରେ ପଡ଼ି କିଛି କହିବ ନାହିଁ। ଅବିଶ୍ୱାସୀ ଲୋକଙ୍କ ସହ ସମ୍ପର୍କ ରଖିବ ନାହିଁ। ସମ୍ମାନ ମିଳୁନଥିବା ଜାଗାରେ ବସିବ ନାହିଁ। ତୁମ ସହିତ ସମ୍ପର୍କ ରଖିବାକୁ ଚାହୁଁନଥିବା ବ୍ୟକ୍ତି ସହିତ ସମ୍ପର୍କ ରଖିବ ନାହିଁ, ନହେଲେ ଏଭଳି ପରିସ୍ଥିତି ଆପଣଙ୍କୁ ଅପମାନିତ, ସମ୍ମାନହାନି ହେବାର ସମ୍ଭାବନା ବେଶୀ ଥାଏ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।